ଆପଣ ଦେଖିଛନ୍ତି ଯେଉଁ ଗଛର ମିଠା ଫଳ ଫଳେ ସେଇଠି ସମସ୍ତେ ବେଶୀ ଟେକା ମାରନ୍ତି। ତେଣୁ ନାଣ୍ଡୁ ବାବୁ କାହିଁକି କିଛି କହୁନାହାନ୍ତି? ଆପଣ ଭାବୁଛନ୍ତି କି ସିଏ ତାଙ୍କର କିଛି ମାନେ ଲୋପ ଇଏ ରହିଛି? କିଛି ନୁହଁ। ଯାତ୍ରା ଜଗତ ଆଜି ଯେଉଁ କଳୁଷିତ ଅବସ୍ଥାରେ ପହଞ୍ଚିଛି, କିଛି ଅଳ୍ପ କିଛି ବିଶୃଙ୍ଖଳିତ କଳାକାର ମାନଙ୍କ ପାଇଁ ଯାତ୍ରା ଜଗତ ଆଜି କଳୁଷିତ ହେବାକୁ ବସିଥିଲା। ମାଲିକ ମାନେ ଅତିଷ୍ଠ ହେଇଯାଇଥିଲେ। ଯେମିତି ଧାନରୁ ଅଗାଡ଼ିକି ବାହାର କରିବା ପ୍ରୋସେସଟା ଆପଣ ଜାଣିଛନ୍ତି, ଠିକ୍ ଏକ୍ଜାକ୍ଟ ସେଇଭଳିଆ। ଆଗ ବର୍ଷ ଆପଣ ଦେଖିବେ ମାନେ ଯାତ୍ରା ଜଗତ ଏତେ ଶୃଙ୍ଖଳିତ ଚାଲିବ ନ କହିବାର କଥା। ତେଣୁ କିଛି ବିଶୃଙ୍ଖଳିତ କଳାକାରଙ୍କୁ ମାନେ ବାହାର କରାଯିବ, ଏଟା ସୁନିଶ୍ଚିତ। এই বিষয়ের মালিক মানে বহুত মানে সজাগ হয়ে সারে। এই আখড়া পরে পরে সে সব সাইজ হয়ে যাব। ধান রহব দক্ষিণর, অগাড়ি রহব উত্তরর। এইটু আপন মানে চিন্তা করুবে যে কোন হব না। ইয়ে করছেন যে আপন কিয়ে বলি প্রশ্ন করছেন এবং সে বি অভিযোগ আনিছেন নান্ডু বাবুଙ୍କ নাঁরে। মামুনি কথা কাহি পচারুଛନ୍ତି আজ্ঞা? সি মো লেবুল লোক, সি গোটে কথা কইব মু তা কথা মানিবি? তা শিশিয়ার শুনিবে? ମାୟାନଗରୀ ଯାତ୍ରା ପାର୍ଟିରୁ 4 ମାସ ଥିଲା ପାର୍ଟିଟାକୁ ଭାଙ୍ଗି ଦେଇକି ପଳେଇ ଆଇଲା। ଫାର୍ଷ୍ଟ ଥିଙ୍ଗ। ତାକୁ ସେକେଣ୍ଡ ଥିଙ୍ଗ ପଚାରିବେ କାହିଁକି ଇନ୍ଦ୍ରଭୁବନର ଆଖଡ଼ା ଘରୁ ତାକୁ ବିଦା କରିଦେଲେ। ଥାର୍ଡ, ଏଇଥର ଯୋଉ ଅଶୋକ ସମ୍ରାଟର ଆଖଡ଼ା ଘରୁ ହଉଥିଲା, ସେ ଗୌଡ଼ ସାହିର କାହା ଘର ପଶିଥିଲା, ତାକୁ ସେ ଗାଁ ଲୋକ ମାନେ ଅରୁଆ ଡାଲମା ଦେଇଥିଲେ, ସେ କଥା ତାକୁ ପଚାରିବେ। ଆଉ ସିଏ ମୋ ଲେବୁଲ ଲୋକ ନା, ତା କଥା ମତେ ପଚାରିଲେ। ଆଉ ସିଏ ଯୋଉ ମତେ କହିଛି ଯେ କଣ ସିଏ କିଏ, ସେ ସମୟ ଆସିଲେ ସେ ଜାଣିପାରିବନି ମୁଁ କିଏ। ଏ କ୍ଲାସ ଅନୁଷ୍ଠାନ ଅଭିଧାନରୁ ତା ନାଁଟା ଲିଭିଗଲାଣି, ସେ ଜାଣିପାରୁନି। ତା ୱେ ଅଫ୍ ଟକିଂଟା ଆପଣ ଜାଣିପାରୁନାହାନ୍ତି। ସେ କେମିତି କଥାବାର୍ତ୍ତା କରୁଛି ଗୋଟେ ମାଲିକ ନାଁରେ, ଗୋଟେ ମାନେ ମ୍ୟାନେଜରଙ୍କ ନାଁରେ। ସେଇଠୁ ଆପଣ ମାନେ ଜାଣିପାରୁଥିବେ ସେ କି ଧରଣର କଳାକାର। ବର୍ତ୍ତମାନ ଅଭିଯୋଗ ଯୋଉ ଆଣିଲେ ଯେ ମତେ ଏମିତି କହୁଥିଲେ ଶାରୀରିକ ସମ୍ପର୍କ ରଖିବା ପାଇଁ ନାଣ୍ଡୁ ବାବୁଙ୍କ ନାଁରେ, କିନ୍ତୁ ଯୋଉ ଯାତ୍ରା ବର୍ତ୍ତମାନ ଯାତ୍ରା ମଞ୍ଚର ତ ଶାଳୀନତା ଭିତରେ ରହୁଛନ୍ତି, ମଞ୍ଚ ବାହାରେ ଅଭିନେତ୍ରୀ ସିଧାସଳଖ ଟାର୍ଗେଟ କରୁଛନ୍ତି, କାହାକୁ ପ୍ରଯୋଜକଙ୍କୁ ଟାର୍ଗେଟ କରୁଛନ୍ତି। ତ ସେ ଥାନାର କାହିଁକି ମାନେ ଅଭିଯୋଗ କରୁନାହାନ୍ତି କଣ ପାଇଁ? ତା ଭିତରେ କିଛି କାରଣ ଆପଣ କଣ ମାନେ ସନ୍ଦେହ କଣ କରୁଛନ୍ତି? ଆପଣ ଯେଉଁ କଥାଟି ପଚାରିଲେ ମୁଁ ସେ ବିଷୟରେ ମୁହଁ ଖୋଲିବି ନାହିଁ, କାରଣ ମୁଁ ମୁହଁ ଖୋଲିବି ସେ ପୂଜା ବୋଲି ଝିଅଟି ସିଏ ପୁଣି ମତେ ଶୋଧିବ। ତେଣୁ ସେକେଣ୍ଡ କଥା ହଉଛି ନାଣ୍ଡୁ ବାବୁ ତାର ପୁରା କ୍ଲାରିଟି ମେଣ୍ଟେନ କରିଦେଇଛନ୍ତି ମିଡିଆ ସାମ୍ନାରେ, ତାର ସବୁ ଜିନିଷ ସେ କରିଦେଇଛନ୍ତି। ମୋଠୁ ବେଟର ଆପଣ ମାନେ ଜାଣିଥିବେ, ତା କଥା ମତେ ପଚାରନ୍ତୁନି। ସେକେଣ୍ଡ ଥିଙ୍ଗ ଯୋଉ କହିଲେ ଯେ ସୋସିଆଲ ମିଡିଆଟା ଆଜିକାଲି ଗୋଟେ ମୁଁ ଭାବୁଛି ପୁରା ମାନେ କଣ ଗୋଟେ ଇଜି ଏଟା ହେଇଯାଉଛି, ଯୋଉଥିପାଇଁ କି ସମସ୍ତେ ଆସି ଗୋଟେ ସୋସିଆଲ ମିଡିଆରେ ଯିଏ ଯାହା ପାରେ ତାହା ସେ କହିଦଉଛି। ତେଣୁ ତା କଥା ନ ପଚାରିବା ଭଲ। ଆଇନ ଯୋଉ କଥା ଆପଣ କହିଲେ ଯେ ସେମାନେ ଯାଇଛନ୍ତି ଆଇନ ମନ୍ତ୍ରୀଙ୍କୁ ଦେଖା କରିବା ପାଇଁ, କି ସିଏ ଦେଖା କରନ୍ତୁ, ସେଥିରେ ଆମର କିଛି ମତଲବ ନାହିଁ। କାରଣ ଆମେ ସମସ୍ତେ ଆଇନର ପରିଧି ଭିତରେ ଅଛନ୍ତି। ଆଇନ ମନ୍ତ୍ରୀ ତାଙ୍କର, ମୁଖ୍ୟମନ୍ତ୍ରୀ ତାଙ୍କର, ସିଏ ବି ଆମର ମୁଖ୍ୟମନ୍ତ୍ରୀ, ସେ ସାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସେ ସାରା ଓଡ଼ିଶାର ଆଇନ ମନ୍ତ୍ରୀ। ତେଣୁ ସମସ୍ତେ ଆମେ ଯୋଉ ଆଇନର ପରିଧି ଭିତରେ ରହିଛେ, ସମସ୍ତେ ଆମେ ଆଇନ କି ସମ୍ମାନ ଦେବା ଉଚିତ। ତାଙ୍କର ସେ କେସ୍ ଥାନାରେ ଅଛି। ଆଇନ ଉପରେ ଆମର ବି ଯଥେଷ୍ଟ ବିଶ୍ୱାସ ଭରସା ଅଛି। ଆମେ ବି ଆଇନ କି ସମ୍ମାନ ଦଉଛେ ଦବା। ତେଣୁ ଆଇନ ଯାହା ବିଚାର କରିବ, ଅଲ୍ ଆର୍ ଆକ୍ସେପ୍ଟେଡ୍, ଅଲ୍ ଆର୍ ବାଉଣ୍ଡ ଟୁ ଆକ୍ସେପ୍ଟ ଇଟ୍। ତାଙ୍କ ନାଁରେ ବାରମ୍ବାର ଅପବାଦ ଦିଆଯାଉଛି, ତାଙ୍କୁ ଗାଳି ଦିଆଯାଉଛି, ତାଙ୍କ କାହିଁକି ଯାଉନାହାନ୍ତି ସେଠି? ନିରବ ରହିବା ପଛରେ କାରଣ କଣ? ସତ ଲୁଚିଛି କି ତା ପଛରେ? ଠିକ କଥା। ଆପଣ ଦେଖିଛନ୍ତି ଯେଉଁ ଗଛର ମିଠା ଫଳ ଫଳେ ସେଇଠି ସମସ୍ତେ ବେଶୀ ଟେକା ମାରନ୍ତି। ତେଣୁ ନାଣ୍ଡୁ ବାବୁ କାହିଁକି କିଛି କହୁନାହାନ୍ତି? ଆପଣ ଭାବୁଛନ୍ତି କି ସିଏ ତାଙ୍କର କିଛି ମାନେ ଲୋପ ଇଏ ରହିଛି? କିଛି ନୁହଁ। ଯାତ୍ରା ଜଗତ ଆଜି ଯେଉଁ କଳୁଷିତ ଅବସ୍ଥାରେ ପହଞ୍ଚିଛି, କିଛି ଅଳ୍ପ କିଛି ବିଶୃଙ୍ଖଳିତ କଳାକାର ମାନଙ୍କ ପାଇଁ ଯାତ୍ରା ଜଗତ ଆଜି କଳୁଷିତ ହେବାକୁ ବସିଥିଲା। ମାଲିକ ମାନେ ଅତିଷ୍ଠ ହେଇଯାଇଥିଲେ। ଯେମିତି ଧାନରୁ ଅଗାଡ଼ିକି ବାହାର କରିବା ପ୍ରୋସେସଟା ଆପଣ ଜାଣିଛନ୍ତି, ଠିକ୍ ଏକ୍ଜାକ୍ଟ ସେଇଭଳିଆ। ଆଗ ବର୍ଷ ଆପଣ ଦେଖିବେ ମାନେ ଯାତ୍ରା ଜଗତ ଏତେ ଶୃଙ୍ଖଳିତ ଚାଲିବ ନ କହିବାର କଥା। ତେଣୁ କିଛି ବିଶୃଙ୍ଖଳିତ କଳାକାରଙ୍କୁ ମାନେ ବାହାର କରାଯିବ, ଏଟା ସୁନିଶ୍ଚିତ। এই বিষয়ের মালিক মানে ବହୁତ ମାନେ ସଜାଗ ହେଇସାରିଲେଣି। এই ଆଖଡ଼ା ପରେ ପରେ ସେ ସବୁ ସାଇଜ ହେଇଯିବ। ଧାନ ରହିବ ଦକ୍ଷିଣର, ଅଗାଡ଼ି ରହିବ ଉତ୍ତରର। এইটু ଆପଣ ମାନେ ଚିନ୍ତା କରୁଥିବେ ଯେ କଣ ହବ ନାହିଁ। ପ୍ରଶ୍ନ ଉଠୁନି। କୌଣସି ମାଲିକଙ୍କ ଭିତରେ ସେମିତି
मन मनांतर नहीं मालिक संघ समस्ते एक अछंती मालिक संघ एक अछंती बोली मु आपन को प्रतिश्रुति दउची यात्रा जगत श्रृंखलित हिसाब रो चलीछि आउ चलिबो। आ गोटे कथा मामुनी मैडम अभियोग आनिथिले आपण तो तांकर मुह खोलिथिले से कहिथिले कि आपण जहा किसी कारनामा करछन्ती कि जो मेलोडी डांस जो नै आपण को रूम रो सोंती बोली से अभियोग करते एटा केते युक्तियुक्त कथा सेटा जाग्यसनी मालिक को पचारले से कहबे कारण मु दीदीटा अनुष्ठान हाँ मु दीदीटा अनुष्ठान दायित्व नहीं 2 वर्ष है मु यात्रा जगत को आसी सी कौन कहला मु जो पार्टी की जाइए भांगी जाइए रजा रकम से पार्टी तैयारी कर आज्ञा माने जो अनुष्ठान मु हाथ मारे से अनुष्ठान कौन है से प्रथम मु करथिली आकाशगंगा सेटा नामकरण चेंज होगी जाग्यसेनी जाग्यसेनी सी अभिनय करने को गले ताकू 5 वर्ष तपस्या दरकार। सेकेंड थिंग आकाशगंगा 1 वर्ष कंप्लीट करथिली। सेकेंड थिंग पार्वती और राजनाथी सेकेंड वर्ष सी भी वर्ष कंप्लीट होगी अपडेट होगी। मालिक सब बेले देखा नांडू बाबू ना अभियोग आछि किंतु बापी पंडा जो कहउतले जो भाई भाबे अभियोग करथले जे मालिक मान नाम रे अभियोग करथले किंतु बर्तमान देखिया मिलु जे मामुनिकर भी कोना कोडी दोष रहउछि बापी पंडा या बाद खोलिबे मो खोलिबे कि बापी पंडा विषय मुह खोलिबा उचित हबनी केवल एतिकी जानी जे बापी पंडा मोर वाद विवाद चली ठीक कथा किंतु सी केबे आज्ञा नाट फेल करना नरी पंडा वाद विवाद चली किंतु सी केबे आज्ञा नाट फेल करना तेणु तांको विषय आ किछि कहबिनी एतिकी गोटे भल ये देबी जे एक्चुअली प्रकृतर से कलाकार। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।